ଶନିଦେବଙ୍କ ନାମ ନେଇ ଶନିବାର ଦିନ ଏହି ଗଛକୁ ସ୍ପର୍ଶ କରି ପ୍ରଣାମ କରିଥାଏ ତ ସେହି ବ୍ୟକ୍ତିଙ୍କୁ ଭଗବାନ ଶନିଦେବ ଗ୍ରହ ପୀଡ଼ାରୁ କେବେ ବି କଷ୍ଟ ଦେବେ ନାହିଁ। ସମସ୍ତ ମନସ୍କାମନା ପୂର୍ଣ୍ଣ କରି ଅନେକ ସମସ୍ୟା ଦୂର କରିଥାନ୍ତି। ଭଗବାନ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ସେଥିପାଇଁ ସମସ୍ତେ ତାଙ୍କୁ ଭୟ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ଜଣେ ବିଚାରପତି ଭାବରେ ବିବେଚନା କରାଯାଇଛି। ବିଶ୍ୱାସ କରାଯାଏ ଯେ ଶନିଦେବ ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟ ଅନୁସାରେ ଫଳ ଓ ଦଣ୍ଡ ପ୍ରଦାନ କରିଥାନ୍ତି। ନ୍ୟାୟର ଦେବତା ଶନିଦେବ ଏବଂ ଶନିଦେବଙ୍କର ପ୍ରକୋପରୁ ବଞ୍ଚିବା ପାଇଁ ସମସ୍ତେ ଚାହାନ୍ତି। ଯଦି ଶନିଦେବ କ୍ରୋଧିତ ହୋଇଯାଆନ୍ତି କିମ୍ବା କୌଣସି ବ୍ୟକ୍ତି ଉପରେ ଶନିଙ୍କ ସାଢ଼େ ସାତି ଚାଲେ ତ ଜୀବନରେ ସମସ୍ୟା ବଢ଼ିଯାଏ। ଚାକିରି ବ୍ୟବସାୟ ସମ୍ବନ୍ଧିତ ସମସ୍ୟା ତ ଆସିଥାଏ। ତା ସହିତ ଶନିବାର ଦିନ ଯଦି ଆମେ ଶନିଦେବଙ୍କର ବିଶେଷ ପୂଜା ଆରାଧନା କରିବା ତ କିଛି ଖାସ୍ ଉପାୟ କରନ୍ତି ତ ଶନିଦେବ ପ୍ରସନ୍ନ ହୁଅନ୍ତି ଏବଂ ପୁରା ବର୍ଷ ନେଗେଟିଭ୍ର ଉର୍ଜା ବା ଅଶୁଭ ପ୍ରଭାବରୁ ମୁକ୍ତି ମିଳିଥାଏ। ଶନିବାର ଦିନ ନବଗ୍ରହଙ୍କ ପରିବାରରେ ନ୍ୟାୟର ଦେବତା ମନାଯାଇଥିବା ଶନିଦେବଙ୍କୁ ସମର୍ପିତ କରାଯାଏ। ଆଉ ଏହି ଗଛରେ ଶନିଦେବଙ୍କର ବାସ ହୋଇଥାଏ। ଶନିବାର ଦିନ ଯେଉଁ ମନୁଷ୍ୟ ନିୟମିତ ଏହି ଗଛକୁ ସ୍ପର୍ଶ କରିବ ତାର ସବୁ କାର୍ଯ୍ୟ ସଫଳ ହେବ ଆଉ ଶନିଦେବଙ୍କର କୌଣସି ପୀଡ଼ା ହେବ ନାହିଁ। ଯେଉଁ ବ୍ୟକ୍ତି ସକାଳୁ ସକାଳୁ ଉଠି ଓସ୍ତ ଗଛକୁ ସ୍ପର୍ଶ କରି ପ୍ରଣାମ କରିଥାଏ ତ ସେହି ବ୍ୟକ୍ତିଙ୍କୁ ଗ୍ରହ ପୀଡ଼ାରୁ କେବେ ବି କଷ୍ଟ ହେବ ନାହିଁ। ସମସ୍ତ ସମସ୍ୟା ଦୂର ହୋଇଯିବ। ଭଗବାନ ହନୁମାନଙ୍କୁ 11ଟି ଓସ୍ତପତ୍ର ନେଇ ସବୁ ପତ୍ରକୁ ସଫା କରିଦିଅନ୍ତୁ। ସେଥିରେ ସିନ୍ଦୁର ତେଲରେ ରାମ ଲେଖନ୍ତୁ ଆଉ ଏହି ପତ୍ରକୁ ଭଗବାନ ହନୁମାନଙ୍କୁ ମାଳା କରି ପିନ୍ଧାଇ ଦିଅନ୍ତୁ। ଜୀବନରେ ବହୁତ କଷ୍ଟ ଦୂର ହୋଇଯିବ। ଶନିବାର ଦିନ ଏହି ଗଛକୁ ସ୍ପର୍ଶ କରି 108 ଥର ଓମ୍ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ। ଏହାଦ୍ୱାରା ଦୁଃଖର ସମସ୍ୟା ଦୂର ହୋଇଯିବ। ଏହି ଗଛକୁ ପୂଜା କଲେ ଭଗବାନ ଶିବ ବି ପ୍ରସନ୍ନ ହୋଇଥାନ୍ତି। ଶନିଦେବ ଭଗବାନ ଶିବଙ୍କୁ ନିଜର ଗୁରୁ ମାନିଥାନ୍ତି। ଶିବଙ୍କୁ ପ୍ରସନ୍ନ କରିବା ଦ୍ୱାରା ଶନିଦେବ ଆପଣଙ୍କୁ କଷ୍ଟ ଦେବେ ନାହିଁ। ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟାରେ ଆପଣ ଛୋଟ ପ୍ରୟୋଗ କରନ୍ତୁ। ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ ଆଉ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ସେହି ଗଛରେ ଜଳ ଅର୍ପଣ କରନ୍ତୁ ଏବଂ ସୋରିଷ ତେଲରେ ଦୀପ ଜଳାନ୍ତୁ। ଏମିତି କରିଲେ ଶନିଦଶାର ପ୍ରଭାବ କମ୍ ହୋଇଥାଏ, କଷ୍ଟର ନିବାରଣ ହୋଇଥାଏ ଏବଂ ପୂଜା କରିବା ସହିତ ହନୁମାନ ଚାଳିଶାର ପାଠ ବି କରିବା ଉଚିତ ହୋଇଥାଏ। ଏହାପରେ ତାପରେ 5 ଥର ଆପଣ ପରିକ୍ରମା କରନ୍ତୁ। ଶନିବାର ଦିନ ଏହି ଗଛରେ ଗୋଟେ ଘଟିରେ କ୍ଷୀର ସହିତ ଗୁଡ଼ ଜଳ କଳା ତିଳକ ପକାଇ ଅର୍ପଣ କରିବେ ଆଉ ପ୍ରାର୍ଥନା କରିବେ, ହେ ପ୍ରଭୁ, ମୋ ଜୀବନରେ ଯେଉଁ ସମସ୍ୟା ଆସିଛି ତ ଆପଣ କୃପା କରି ଏହି ସମସ୍ୟା ଦୂର କରନ୍ତୁ। ଏହାପରେ ଗଛକୁ ସ୍ପର୍ଶ କରନ୍ତୁ ଆଉ 4 ଥର ପରିକ୍ରମା କରନ୍ତୁ। ଶନିବାର ଦିନ ସୂର୍ଯ୍ୟାସ୍ତ ପୂର୍ବରୁ କୌଣସି ବି ଅସ୍ତ ଗଛ ପାଖକୁ ଅଳ୍ପ ହଳଦୀ ନେଇ ସେହି ଗଛରେ ନିଜର ମନସ୍କାମନା ଲେଖନ୍ତୁ। ଦ୍ୱାରା ଆପଣଙ୍କର ଯାହା ବି ଇଚ୍ଛା ପୂରଣ ହୋଇଯିବ। କୌଣସି ମନ୍ଦିର ଯାଇ ରାଧାକୃଷ୍ଣ ମୁକୁଟରେ ମୟୂର ଚନ୍ଦ୍ର ଚନ୍ଦ୍ରିକା ଲଗାଇବା ପରେ 40 ଦିନ ପରେ ସେହି ମୟୂର ଚନ୍ଦ୍ରିକା ଆଣି ଘରେ ପଇସା ରଖୁଥିବା ସ୍ଥାନରେ ରଖିବା ଦ୍ୱାରା ଆର୍ଥିକ ଲାଭ ପ୍ରାପ୍ତ ହୋଇଥାଏ। ଘରେ ମୟୂର ଚନ୍ଦ୍ରିକା ରଖିବା ଦ୍ୱାରା କୌଣସି ଦୃଷ୍ଟି ଶକ୍ତି ଘରେ ପ୍ରବେଶ କରିପାରିବ ନଥାଏ ଏବଂ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ଅକ୍ଷୁର୍ଣ୍ଣ ରହିଥାଏ। ମୟୂର ଚନ୍ଦ୍ରିକା ଘରର ଉତ୍ତର ପଶ୍ଚିମ କୋଣ କିମ୍ବା କାନ୍ଥରେ ଲାଗିକରି ରଖିବା ଦ୍ୱାରା ରାହୁଙ୍କର ଖରାପ ପ୍ରଭାବ କମ୍ ହୋଇଥାଏ ଏବଂ ପରିବାରର ଲୋକଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଚାନ୍ଦିର ତାବିଜ ଭିତରେ ମୟୂର ଚନ୍ଦ୍ରିକା ରଖି ନବଜାତ ଶିଶୁକୁ ପିନ୍ଧାଇବା ଦ୍ୱାରା
मंगलकारी होइथाय एवं खराब नजर अर्थात दृष्टि दोष लगी न थाए। जदि अजथा खर्च वृद्धि होउथाय किंतु किंबा पैसा अधिक समय पाखरे रहु न थाए तेबे ठाकुर घरे मयूर चंद्रिका रखिबा द्वारा अजथा खर्च दूर हेबा सहित परिवार लोकंक भितरे उत्तम संपर्क रही थाए। तकिया तले 7टी मयूर चंद्रिका रखी शोइबा द्वारा मंगलकारी होइथाय एवं जातकरे थिबा कालसर्प दोष दूर हेबार साहाय्य करिथाय। आर्थिक स्थिति मजबूत करिबा पाई हेले कार्यालय दक्षिण पूर्व दिगरे मयूर चंद्रिका रखिबा द्वारा अर्थ अभाव दूर होइथाय एवं अटकी थिबा धन प्राप्त होइथाय। जो महिला मानकर कंठ कोमल एवं कथाबार्ता धीर होइथाय सेमाने अत्यंत भाग्यशाली महिला होइथांती। जो महिला माने अस्तिक क्षमाशील दानशील बुद्धिमान एवं कर्तव्यपरायण सेमाने साक्षात लक्ष्मी स्वरूप अटंती। जो महिला माने घर को आसुथिबा अतिथि को आदर पूर्वक सत्कार करती सेमाने अत्यंत भाग्यशाली होती। जो महिला माने सकाळ और संध्यारे घरे देवी देवता को धूप दीप देई पूजा करती सेमाने भाग्यवती होइथांती। जो महिलांकर गाल गोल सुंदर एवं शिर देखा न जाए सेमाने दैव्य गुणयुक्त महिला होइथांती। जो महिलांकर ओठ 2 आंगुली सुंदर और मांसाळ तेबे सेमाने सौभाग्यशाली महिला होइथांती। जो महिलांकर बेक 4 आंगुली विशिष्ट सुंदर और सुढळ सेमाने उत्तम लक्षणयुक्त महिला होइथांती। बंधुगण ए पर्यंत आपण माने जदि वीडियो को लाइक करना प्लीज वीडियो को लाइक कर दिंतु। चैनल रे नुआ थिले चैनल को सब्सक्राइब कर रखंतु एमितिया नुआ नुआ वीडियो देखिबा पाई। जो महिलांकर बेकरे घंटिका ऊंचा होइथाय सेमाने सौभाग्यशाली महिला होइथांती। जो महिला मानकर बेकरे 3टी रेखा पड़िथाय सेमाने स्वामी ऐश्वर्यशाली होइथांती। जो महिलांकर नाकर अग्रभाग अल्प लंबी थाए सेमाने बहुत सुख और सौभाग्य प्राप्त होइथाय। शरीर विज्ञान अनुसार जो महिलांकर मुह टिके छोट होइथाय सेमाने पुरुषंक पई बहुत मंगलकारी अटंती। जो महिलांकर ओठ मझिरे रेखा देखा जाए सेमाने अत्यंत सौभाग्यशाली महिला होइथांती। जो महिला मानकर पाटिरे ऊपर 16टी एवं तले 16टी दांत क्षीर परी सफा थाए से स्वामीर प्रिय होइथांती। जो महिलांकर जीभ पतला लाल एवं कोमल होइथाय सेमानकु उत्तम पति एवं सौभाग्य प्राप्त होइथाय। जो महिला माने हसिबा बेले पाटी अल्प खोले एवं दांत देखा जाए नहीं से स्वामी को पई सौभाग्य आनी थांती। बंधुगण वीडियो भल लगुले वीडियो को निश्चित पर लाइक करेंगे एवं चैनल रे नुआ थिले चैनल को निश्चित भाव में सब्सक्राइब कर रखिए। जो महिलांकर हाथ पापुली कोमल एवं हाथ रे पद्म पताका माछ एवं शंख चिन्ह थाए सेमानकर स्वामी धनवान होइथांती। जो नारीर नाभि पाखरे तिल चिन्ह रही थाए सेमानकर भाग्य समस्त प्रकार भोगविलास एवं उत्तम स्वामी मध्य पाई थांती। जो नारीर मथारे तिल चिन्ह रहिले सेही नारी बहुत धनवान पुरुष को विवाह करिथांती एवं तार स्वामी अत्यंत गुणवान मध्य होइथांती। मद और गंजेई निशा छाड़िबाकु हेले बाईगण पत्रर रस 3 चामच लेखाए किछि दिन सेवन कले यह दूर होइथाय। बंधुगण यह करंतु एवं मानंतु आपण मानकर निश्चित मंगल हब एवं आपण मानकर समस्त समस्या समस्त दुख दूर हब आपण मानक पई ये